ଆପଣ ବି ଏ ଯାଏ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପାଇନାହାନ୍ତି କି? ଆପଣଙ୍କର ଫର୍ମଟି ରିଜେକ୍ଟ ହୋଇଯାଇଛି କି? ଟଙ୍କା ଆସିନଥିଲେ ପୁଣି ଥରେ ପଞ୍ଜୀକରଣ କଲେ କ'ଣ ଟଙ୍କା ମିଳିବ? ବାକି ମହିଳାଙ୍କୁ କେବେ ମିଳିବ ସୁଭଦ୍ରା ଟଙ୍କା? ଏବେ ଆବେଦନ କଲେ କାହିଁକି ମୋବାଇଲକୁ ଆସୁନି ଓଟିପି? ଯୁଆଡ଼େ ଦେଖ ଯା ମୁହଁରୁ ଶୁଣ ସୁଭଦ୍ରାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଯେଉଁମାନେ ଏହି ଟଙ୍କା ପାଇନାହାନ୍ତି ସମସ୍ତେ ଚିନ୍ତାରେ ପଡ଼ିଗଲେଣି। କିଏ କହୁଛି କେବେ ଆସିବ ଆମ ଆକାଉଣ୍ଟକୁ ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତି? କିଏ ମନେ ମନେ ଭୟ କରୁଛି ଯେ ମୋ ଆକାଉଣ୍ଟକୁ ପଇସା ଆସିବ କି ନାହିଁ? କେହି ଏବେ କହୁଛନ୍ତି ଯେ ଯାହା ବି ଭୁଲ ହୋଇଛି ତାକୁ ସଂଶୋଧନ କରି ପୁଣି ଥରେ ନୂଆ ପଞ୍ଜୀକରଣ କରିବେ। ହେଲେ ଏହି ସମୟରେ ସମସ୍ତ ମହିଳା ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଯେଉଁମାନେ ପ୍ରଥମ ଥର ପଞ୍ଜୀକରଣ କରିଥିଲେ ମାତ୍ର ସେମାନଙ୍କ ଟଙ୍କା ଏଯାଏଁ ବି ଆସିନି। ଯଦି ପୁଣି ଥରେ ଆପଣ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ତାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କର ଆପ୍ଲିକେସନ ସରକାରଙ୍କ ପାଖରେ ଏବେ ମଧ୍ୟ ବିଚାରାଧୀନ ରହିଛି। ତେଣୁ ଦ୍ୱିତୀୟ ଥର ପଞ୍ଜୀକରଣ କଲେ କୌଣସି ଫାଇଦା ମିଳିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଯେଉଁମାନେ ଏଯାଏଁ ବି ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି ସେମାନେ ନୂଆ କରି ଆବେଦନ କରିପାରିବେ। ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଆଉ ଆବେଦନ ସମୟରେ ଏହି ଦୁଇଟି ଡକୁମେଣ୍ଟର ନିହାତି ଆବଶ୍ୟକ ରହିଛି। ଏହି ଭୁଲ କଲେ ଆପଣଙ୍କୁ ବି ମିଳିବନି ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା। ତେଣୁ ପ୍ରଥମେ ଆପଣ ଆପଣଙ୍କର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଆନ୍ତୁ। ଆଉ ଗଲାବେଳେ ସାଥିରେ ନିଜର ସୁଭଦ୍ରା ଫର୍ମକୁ ସଠିକ୍ ଭାବରେ ପୂରଣ କରି ନେବା ସହିତ ଆଧାର କାର୍ଡ଼ ନେଇଯିବା ନିହାତି ଆବଶ୍ୟକ। ଏଣିକି ଓଟିପି ନୁହେଁ, ବାୟୋମେଟ୍ରିକ୍ ସାହାଯ୍ୟରେ ଆପଣ ନିଜର ସୁଭଦ୍ରା ଫର୍ମ ପଞ୍ଜୀକରଣ କରିପାରିବେ। ଆଉ ପଞ୍ଜୀକରଣ କରିବା ସମୟରେ ଏହି କଥାକୁ ଧ୍ୟାନ ଦେବେ, ଆକାଉଣ୍ଟର ନାଁ ଦେଲାବେଳେ ଯେକୌଣସି ଆକାଉଣ୍ଟର ନାଁ ସେଠାରେ ଦେବେ ନାହିଁ। ଆପଣଙ୍କ ଆଧାର କାର୍ଡ଼ ସହିତ ଯେଉଁ ବ୍ୟାଙ୍କ ଲିଙ୍କ ରହିଥିବ ସେହି ଆକାଉଣ୍ଟର ନାଁ ଦେବେ। ବାଧ୍ୟତାମୂଳକ, ନଚେତ୍ ଆପଣ ହାତରୁ ଖସିଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା। ତେବେ ଏସବୁ ପ୍ରତି ନଜର ଦେବା ସହିତ ଜଲ୍ଦି ଯାଇ ସୁଭଦ୍ରା ଯୋଜନାରେ ଆପଣ ପଞ୍ଜୀକରଣ କରିନିଅନ୍ତୁ। ତେବେ ଅଧିକ ସୂଚନା ପାଇଁ ହିତାଧିକାରୀମାନେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅନଲାଇନ୍ ସୁଭଦ୍ରା ପୋର୍ଟାଲରେ ପରିଦର୍ଶନ କରିପାରିବେ। ସରକାରୀ ସାଇଟ୍ରେ ସେମାନଙ୍କର ଫର୍ମ ସ୍ଥିତି ବାବଦରେ ବିଶେଷ ତଥ୍ୟ ଉଲ୍ଲେଖ ରହିଛି। କିନ୍ତୁ ଯଦି ଏହି ଫର୍ମଟି ବାତିଲ ହୋଇଥାଏ ତେବେ ଆପଣ ଜନସେବା କେନ୍ଦ୍ର ଯାଇ ଚେକ୍ କରିପାରିବେ। ଆଉ ବାତିଲ ହୋଇଥିଲେ ସେ ଫର୍ମଟି ଆପଣଙ୍କର ରିଜେକ୍ଟ ଦର୍ଶାଇବ। ନଚେତ୍ ପରବର୍ତ୍ତୀ କିସ୍ତି ତାରିଖ ପର୍ଯ୍ୟନ୍ତ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ভিডিওটি শেষ পর্যন্ত দেখিଥିବାରୁ ବହୁତ ବହୁତ ଧନ୍ୟବାଦ। ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ଏହିଭଳି ଇନଫର୍ମେସନ୍ ପାଇବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଜୟ ଜଗନ୍ନାଥ।